ଯାତ୍ରା ପୁସ୍ତକ ଏକ ପର୍ବ। ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକ ଆପଣା ଆପଣା ପରିଜନ ଘେନି ଯାକୁବଙ୍କ ସହିତ ମିଶର ଦେଶକୁ ଆସିଥିଲେ, ସେମାନଙ୍କର ନାମ ରୁବେନ, ସିମିଓନ, ଲେବି ଓ ଜିହୁଦା, ଇସାଖର, ସବଲୁନ ଓ ବିନ୍ୟାମିନ, ଦାନ ଓ ନପ୍ତାଲି, ଗାଦ ଓ ଆସେର। ସର୍ବସୁଦ୍ଧା ଯାକୁବଙ୍କର କଟିରୁ ଉତ୍ପନ୍ନ ବଂଶ 70 ପ୍ରାଣୀ ଥିଲେ। ମାତ୍ର ଯୋସେଫ ପୂର୍ବେ ମିଶରରେ ଥିଲେ। ଅନନ୍ତର ଯୋସେଫ ଓ ତାଙ୍କର ଭାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ। ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ। ପୁଣି ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା। ଅନନ୍ତର ଯେ ଯୋସେଫକୁ ଜାଣିନଥିଲେ, ଏପରି ଏକ ନୂତନ ରାଜା ମିଶର ଦେଶରେ ହେଲେ। ସେ ଆପଣା ଲୋକମାନଙ୍କୁ କହିଲେ, ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ ବଳରେ ଓ ସଂଖ୍ୟାରେ ଆମ୍ଭମାନଙ୍କ ଠାରୁ ଅଧିକ ଅଟନ୍ତି। ସେମାନେ ଯେପରି ବଧିତ ନ ହୁଅନ୍ତି, ପୁଣି ଯୁଦ୍ଧ ଘଟିଲେ ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମ୍ଭମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ, ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ। ଅନନ୍ତର ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଲେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ। ପୁଣି ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର ଅର୍ଥାତ୍ ପିଥୋମ ଓ ରାମିସେସ ନିର୍ମାଣ କରାଇଲେ। ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଲେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି ସେତେ ଅଧିକ ବ୍ୟାପିଗଲେ। ଯେହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ, ତହିଁରେ ମିଶ୍ରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ ଦାସ୍ୟ କର୍ମ କରାଇଲେ। ପୁଣି କାଦୁଅ ଓ ଇଟା ଓ ବିଲର ସବୁ କର୍ମାଦି କଠିନ ଦାସକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେ ସମସ୍ତ ଦାସ୍ୟକର୍ମ କରାଇଲେ, ସେ ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ। ଅନନ୍ତର ମିଶ୍ରୀୟ ରାଜା ସିଫ୍ରା ଓ ପୁଇଆ ନାମ୍ନୀ ଦୁଇ ଏବ୍ରିଆ ଧାତ୍ରୀଙ୍କୁ ଏହି କଥା କହିଲେ, ଯେଉଁ ସମୟରେ ତୁମ୍ଭେମାନେ ଏବ୍ରିଆ ସ୍ତ୍ରୀମାନଙ୍କର ଧାତ୍ରୀ କାର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମସନରେ ଦେଖିବ, ସେ ସମୟରେ ଯେବେ ପୁତ୍ର ସନ୍ତାନ ହେବ, ତେବେ ତାକୁ ବଧ କରିବ, ଆଉ ଯେବେ କନ୍ୟା ହେବ, ତେବେ ତାକୁ ଜୀବିତ ରଖିବ। ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିଶ୍ରୀୟ ରାଜାଙ୍କର ଆଜ୍ଞା ପ୍ରମାଣ ନ କରି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲେ। ତେଣୁ ମିଶ୍ରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଏପରି କାର୍ଯ୍ୟ କି ହେତୁ କରୁଅଛ? ପୁତ୍ର ସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ? ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରିଆ ସ୍ତ୍ରୀଗଣ ମିଶ୍ରିଆ ସ୍ତ୍ରୀଗଣ ପରି ନୁହନ୍ତି। ସେମାନେ ବଳବତୀ। ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି। ପୁଣି ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ। ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ। ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ। ଅନନ୍ତର ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ନବଜାତ ପ୍ରତ୍ୟେକ ପୁତ୍ର ସନ୍ତାନକୁ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାକୁ ଜୀବିତ ରଖ। ଯାତ୍ରା ପୁସ୍ତକ 2 ପର୍ବ। ଅନନ୍ତର ଲେବି ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବି ବଂଶଜାତ ଏକ କନ୍ୟାକୁ ବିବାହ କଲା। ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା। ପୁଣି ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ 3 ମାସ ଯାଏ ଗୋପନରେ ରଖିଲା। ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳ ନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନଦୀ ତୀରସ୍ଥ ନଳବନରେ ରଖିଲା। ପୁଣି ତାହାର କି ଦଶା ହେବ ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା। ଅନନ୍ତର ଫାରୋଙ୍କର କନ୍ୟା ସ୍ନାନ ନିମନ୍ତେ ନଦୀକି ଆସନ୍ତେ ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକି ପଠାଇଲା। ସେ ପେଡ଼ି ଫିଟାଇ ସେ ବାଳକକୁ ଦେଖିଲା।
ଆଉ ଦେଖ ସେଇ ବାଳକ କାନ୍ଦୁଅଛି। ତହିଁରେ ସେ ଦୟା ବହି କହିଲା, ଏଇଟି ଏବ୍ରିୟ ବାଳକ। ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକଟି ସ୍ତନପାନୀୟ କରାଇବା ପାଇଁ କି ଏବ୍ରିଆ ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକି ଡାକି ଆଣିବି। ତହିଁରେ ଫାରୋଙ୍କର କନ୍ୟା କହିଲା, ଯାଅ। ତହୁଁ ସେ ବାଳିକା ଯାଇ ସେ ବାଳକର ମାତାକୁ ଡାକି ଆଣିଲା। ତେବେ ଫାରୋଙ୍କର କନ୍ୟା ତାହାକୁ କହିଲା, ତୁମେ ଏ ବାଳକକୁ ନେଇ ମୋ ନିମନ୍ତେ ସ୍ତନ୍ୟପାନ କରାଅ, ମୁଁ ତୁମକୁ ବର୍ତ୍ତନ ଦେବି। ତହିଁରେ ସେ ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା। ଅନନ୍ତର ବାଳକ ବଢ଼ନ୍ତେ ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୂଷା ଆକର୍ଷିତ ଦେଲେ, କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି। କାଳକ୍ରମେ ମୂଷା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ। ପୁଣି ଜଣେ ମିଶ୍ରୀୟ ତାହାର ଭାତୃଗଣ ମଧ୍ୟରୁ ଏବ୍ରିକି ପ୍ରହାର କରୁଥିବାର ଦେଖିଲେ। ଏହେତୁ ସେ ଏଣେ ତେଣେ ଅନାଇ କାହାକୁ ନ ଦେଖି ସେଇ ମିଶ୍ରୀୟକୁ ବଧ କରି ବାଲିରେ ପୋତିଦେଲେ। ଆଉ ଦ୍ୱିତୀୟ ଦିନ ଉତ୍ତାରେ ସେ ବାହାରକୁ ଯାଇ 2 ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକକୁ କହିଲେ, ତୁମ୍ଭେ ଆପଣା ଭାଇକି କାହିଁକି ପ୍ରହାର କରୁଅଛ? ତହିଁରେ ସେ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମେ ଯେପରି ସେଇ ମିଶ୍ରୀୟ ଲୋକକୁ ବଧ କଲ, ସେହିପରିକି ମତେ ବଧ କରିବାକୁ ପାଞ୍ଚୁଅଛ? ତହିଁରେ ମୂଷା ଭୟ ପାଇ କହିଲେ, ଏକଥା ଅବଶ୍ୟ ପ୍ରକାଶିତ ହୋଇଅଛି। ଅନନ୍ତର ଫାରୋ ଏ କଥା ଶୁଣି ମୂଷାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୂଷା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦିୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ। ମିଦିୟନୀୟ ଯାଜକର 7ଟି କନ୍ୟା ଥିଲେ। ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପୋଲକୁ ଜଳପାନ କରାଇବା ପାଇଁ ଜଳ କାଢି କୁଣ୍ଡ ପରିପୂର୍ଣ୍ଣ କଲେ। ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ। ମାତ୍ର ମୂଷା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ପଲକୁ ଜଳପାନ କରାଇଲେ। ଅନନ୍ତର ସେମାନେ ପିତା ରୁଏଲ ନିକଟକୁ ଯାଆନ୍ତେ ସେ ସେମାନଙ୍କୁ ପଚାରିଲା, ଆଜି ତୁମେମାନେ ଏତେ ଶୀଘ୍ର କିପରି ଆସିଲ? ତହିଁରେ ସେମାନେ କହିଲେ, ଜଣେ ମିଶ୍ରୀୟ ଲୋକ ମେଷପାଳକଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା। ପୁଣି ଆମ୍ଭମାନଙ୍କ ନିମନ୍ତେ ଜଳ କାଢି ମେଷପୋଲକୁ ଜଳପାନ କରାଇଲା। ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, ସେ କେଉଁଠାରେ? ତୁମେମାନେ ତାକୁ କାହିଁକି ଛାଡ଼ି ଆସିଲ? ତାକୁ ଡାକ, ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ। ଅନନ୍ତର ମୂଷା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ। ପୁଣି ସେ ମୂଷାଙ୍କ ସହିତ ଆପଣା କନ୍ୟା ସିପୋରାର ବିବାହ ଦେଲା। ଏଥି ଉତ୍ତାରେ ସେ ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ ମୂଷା ତାହାର ନାମ ଗର୍ସେମ ଅତ୍ର ପ୍ରବାସୀ ଦେଲେ, କାରଣ ସେ କହିଲେ, ମୁଁ ବିଦେଶରେ ପ୍ରବାସୀ ହୋଇଅଛି। ବହୁକାଳ ଉତ୍ତରେ ମିଶ୍ରୀୟ ରାଜାଙ୍କର ମୃତ୍ୟୁ ହେଲା। ପୁଣି ଇସ୍ରାଏଲ ସନ୍ତାନଗଣ ଦାସ୍ୟକର୍ମ ହେତୁରୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା। ତହିଁରେ ପରମେଶ୍ୱର ସେମାନଙ୍କ ଆର୍ତ୍ତସ୍ୱର ଶୁଣିଲେ, ଆଉ ଅବ୍ରାହମ ଓ ଇସାହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ। ଯାତ୍ରା ପୁସ୍ତକ 3 ପର୍ବ। ସେହି ସମୟରେ ମୂଷା ଆପଣା ଶ୍ୱଶୁର ଜିଥ୍ରୋ ନାମକ ମିଦିୟନୀୟ ଯାଜକର ମେଷପୋଲ ଚରାଉଥିଲେ। ଦିନକରେ ସେ ପ୍ରାନ୍ତରରେ ପଶ୍ଚାତ ଭାରରେ ମେଷପୋଲ ଘେନି ହେରୋବ ନାମକ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେଲେ। ଏଥିରେ ଗୋଟିଏ ବୁଦା ମଧ୍ୟରୁ ଅଗ୍ନିଶିଖାରେ ସଦାପ୍ରଭୁଙ୍କର ଦୂତ ତାଙ୍କୁ ଦର୍ଶନ ଦେଲେ। ତହୁଁ ସେ ଅନାଇଲେ, ଆଉ ଦେଖ, ବୁଦା ଅଗ୍ନିରେ ପ୍ରଜ୍ୱଳିତ ହେଉଅଛି, ତଥାପି ବୁଦା ନଷ୍ଟ ହେଉନାହିଁ। ତେଣୁ ମୂଷା କହିଲେ, ମୁଁ ଏକ ପାଖକୁ ଯାଇ ଏହି ମହା ଆଶ୍ଚର୍ଯ୍ୟ ବିଷୟ ଦେଖିବି, ବୁଦାଟା କାହିଁକି ଦଗ୍ଧ ହେଉନାହିଁ। ମାତ୍ର ସଦାପ୍ରଭୁ ଯେତେବେଳେ ଦେଖିଲେ ଯେ ସେ ଦେଖିବା ନିମନ୍ତେ ଏକ ପାଖକୁ ଯାଉଛନ୍ତି, ସେତେବେଳେ ପରମେଶ୍ୱର ବୁଦା ମଧ୍ୟରୁ ତାଙ୍କୁ ଡାକି କହିଲେ, ହେ ମୂଷା, ହେ ମୂଷା। ତହିଁରେ ସେ କହିଲେ, ଏଇ ଦେଖନ୍ତୁ, ମୁଁ ଉପସ୍ଥିତ ଅଛି। ତହୁଁ ସେ କହିଲେ, ତୁମ୍ଭେ ଏ ସ୍ଥାନର ନିକଟବର୍ତ୍ତୀ ହୁଅ ନାହିଁ। ତୁମ୍ଭ ପାଦରୁ ପାଦୁକା କାଢ଼, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହେଉଅଛ ତାହା ପବିତ୍ର ଭୂମି। ସେ ଆହୁରି କହିଲେ, ଆମ୍ଭେ ତୁମ୍ଭର ପୈତୃକ ପରମେଶ୍ୱର,
ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଜାକୁବର ପରମେଶ୍ୱର। ତହିଁରେ ମୂଷା ଆପଣା ମୁଖ ଆଚ୍ଛାଦନ କଲେ, କାରଣ ସେ ପରମେଶ୍ୱରଙ୍କ ପ୍ରତି ଦୃଷ୍ଟି କରିବାକୁ ଭୀତ ହେଲେ। ଅନନ୍ତର ସଦାପ୍ରଭୁ କହିଲେ, ଆମ୍ଭେ ମିଶର ଦେଶସ୍ଥିତ ଆପଣା ଲୋକମାନଙ୍କର କ୍ଲେଶ ନିତ୍ୟାନ୍ତ ଦେଖିଅଛୁ ଓ କାର୍ଯ୍ୟଶାସକଙ୍କ ଲାଗି ସେମାନଙ୍କ ରୋଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ଜାଣିଅଛୁ। ଏହେତୁ ମିଶରୀୟ ଲୋକଙ୍କ ହସ୍ତରୁ ସେମାନଙ୍କୁ ଉଦ୍ଧାର କରିବାକୁ ପୁଣି ସେହି ଦେଶରୁ ଉତ୍ତମ ଓ ପ୍ରଶସ୍ତ ଏକ ଦେଶକୁ ଅର୍ଥାତ୍ କିଣାନୀୟ ଓ ହିତ୍ତୀୟ ଓ ଇମୋରୀୟ ଓ ପିରିସୀୟ ଓ ହିବ୍ଦୀୟ ଓ ଜିବୁସୀୟମାନେ ଯେଉଁ ସ୍ଥାନରେ ଥାଆନ୍ତି ସେହି ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇଯିବାକୁ ଓହ୍ଲାଇ ଆସିଲୁ। ଯେହେତୁ ଦେଖ, ଇସ୍ରାଏଲ ସନ୍ତାନଗଣର କ୍ରନ୍ଦନ ଆମ୍ଭର କର୍ଣ୍ଣଗୋଚର ହେଲା। ଆହୁରି ମିଶ୍ରୀୟ ଲୋକମାନେ ସେମାନଙ୍କ ପ୍ରତି ଯେଉଁ ଦୌରାତ୍ମ୍ୟ ବ୍ୟବହାର କରନ୍ତି ତାହା ଆମ୍ଭେ ଦେଖିଲୁ। ଏଣୁ ଏବେ ଆସ, ଆମ୍ଭେ ତୁମକୁ ଫାରୋ ନିକଟକୁ ପ୍ରେରଣ କରିବା। ତୁମେ ମିଶରଠାରୁ ଆମ୍ଭର ଲୋକ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବ। ତହିଁରେ ମୂଷା ପରମେଶ୍ୱରଙ୍କୁ କହିଲେ, ମୁଁ କିଏ ଯେ ଫାରୋଙ୍କ ନିକଟକୁ ଯାଇ ମିଶର ଦେଶରୁ ଇସ୍ରାଏଲ ସନ୍ତାନଗଣକୁ ବାହାର କରି ଆଣିବି? ତହୁଁ ସେ କହିଲେ, ଆମ୍ଭେ ଅବଶ୍ୟ ତୁମ୍ଭର ସହବର୍ତ୍ତୀ ହେବା। ପୁଣି ଆମ୍ଭେ ଯେ ତୁମ୍ଭକୁ ପ୍ରେରଣ କଲୁ ତହିଁର ଏହି ଚିହ୍ନ ଜାଣିବ। ତୁମ୍ଭେ ମିଶରରୁ ଲୋକସମୂହକୁ ବାହାର କରି ଆଣିଲା ଉତ୍ତାରେ ତୁମ୍ଭେମାନେ ଏହି ପର୍ବତରେ ପରମେଶ୍ୱରଙ୍କର ସେବା କରିବ। ଅନନ୍ତର ମୂଷା ପରମେଶ୍ୱରଙ୍କୁ କହିଲେ, ଦେଖ, ମୁଁ ଯେତେବେଳେ ଇସ୍ରାଏଲ ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି କି ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛନ୍ତି, ପୁଣି ସେମାନେ ପଚାରିବେ ତାହାଙ୍କର ନାମ କଣ, ସେତେବେଳେ ମୁଁ କି ଉତ୍ତର ଦେବି? ତହିଁରେ ପରମେଶ୍ୱର ମୂଷାଙ୍କୁ କହିଲେ, ଆମ୍ଭେ ଯେ ଅଛୁ ସେ ଅଛୁ। ପୁଣି ସେ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ କହିବ, ସ୍ୱୟମ୍ଭୁ ଆମ୍ଭେ ଅଛୁ, ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି। ପରମେଶ୍ୱର ମୂଷାଙ୍କୁ ଆହୁରି କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଏହି କଥା କହିବ, ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ଅର୍ଥାତ୍ ଅବ୍ରାହମର ପରମେଶ୍ୱର ଓ ଇସାହାକର ପରମେଶ୍ୱର ଓ ଜାକୁବର ପରମେଶ୍ୱର ଯେ ସଦାପ୍ରଭୁ ସ୍ୱୟମ୍ଭୁ, ସେ ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଅଛନ୍ତି। ଆମ୍ଭର ଏହି ନାମ ଅନନ୍ତ କାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ଅଟେ। ତୁମ୍ଭେ ଯାଇ ଇସ୍ରାଏଲ ବଂଶର ପ୍ରାଚୀନ ଗଣକୁ ଏକତ୍ର କରି ଏହି କଥା କୁହ, ତୁମ୍ଭମାନଙ୍କର ପୂର୍ବପୁରୁଷ ଗଣର ପରମେଶ୍ୱର ଅର୍ଥାତ୍ ଅବ୍ରାହମ ଓ ଇସାହାକ ଓ ଜାକୁବର ପରମେଶ୍ୱର ସଦାପ୍ରଭୁ ମୋତେ ଦର୍ଶନ ଦେଇ କହିଅଛନ୍ତି, ଆମ୍ଭେ ତୁମ୍ଭମାନଙ୍କର ଓ ମିଶରରେ ତୁମ୍ଭମାନଙ୍କ ପ୍ରତି ଯାହା ଯାହା କରାଯାଉଅଛି ସେ ସମସ୍ତର ତତ୍ତ୍ୱାନୁସନ୍ଧାନ କରିଅଛୁ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ମିଶରର କ୍ଲେଶରୁ ଉଦ୍ଧାର କରି କିଣାନୀୟମାନଙ୍କର ଓ ହିତ୍ତୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ପିରିସୀୟମାନଙ୍କ ଓ ହିବ୍ଦୀୟମାନଙ୍କ ଓ ଜିବୁସୀୟମାନଙ୍କର ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ନେଇଯିବୁ ବୋଲି କହିଅଛୁ। ସେଥିରେ ସେମାନେ ତୁମ୍ଭ ରବରେ ଅବଧାନ କରିବେ। ତହୁଁ ତୁମ୍ଭେ ଓ ଇସ୍ରାଏଲ ବଂଶର ପ୍ରାଚୀନ ବର୍ଗ ମିଶରର ରାଜା ନିକଟକୁ ଯାଇ ଏହି କଥା କହିବ, ଏବ୍ରୀୟ ଲୋକମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ଏହେତୁ ବିନୟ କରୁଅଛୁ, ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମିତ୍ତ ଏବେ ଆମ୍ଭମାନଙ୍କୁ 3 ଦିନର ପଥ ପ୍ରାନ୍ତରକୁ ଯିବା ପାଇଁ ଅନୁମତି ଦିଅନ୍ତୁ। ମାତ୍ର ଆମେ ଜାଣୁ, ମିଶରର ରାଜା ତୁମ୍ଭମାନଙ୍କୁ ଯିବା ପାଇଁ ଅନୁମତି ଦେବ ନାହିଁ। ପରାକ୍ରାନ୍ତ ହସ୍ତ ପ୍ରକାଶିତ ହେଲେ ସୁଦ୍ଧା ଦେବ ନାହିଁ। ତହିଁରେ ଆମ୍ଭେ ଆପଣା ହସ୍ତ ବିସ୍ତାର କରି ଦେଶ ମଧ୍ୟରେ ଯେ ସକଳ ଆଶ୍ଚର୍ଯ୍ୟକର୍ମ କରିବା ତଦ୍ୱାରା ମିଶରକୁ ଆଘାତ କଲା ଉତ୍ତାରେ ସେ ତୁମ୍ଭମାନଙ୍କୁ ଯିବାକୁ ଦେବ। ଆଉ ଆମ୍ଭେ ମିଶ୍ରୀୟ ଲୋକମାନଙ୍କ ସାକ୍ଷାତରେ ଏହି ଲୋକମାନଙ୍କୁ ଅନୁଗ୍ରହର ପାତ୍ର କରିବା। ତହିଁରେ ତୁମ୍ଭେମାନେ ଯାତ୍ରା ସମୟରେ ରିକ୍ତ ହସ୍ତରେ ଯିବ ନାହିଁ। ମାତ୍ର ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହ ପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବେ। ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ର କନ୍ୟାଙ୍କୁ ପିନ୍ଧାଇବ। ଏହି ରୂପେ ତୁମ୍ଭେମାନେ ମିଶ୍ରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।